ମଧ୍ୟରେ ଜଡ଼ିତ ରହିଥିବା ପ୍ରତ୍ୟେକ ପରିବାରକୁ ମୋର ବ୍ୟକ୍ତିଗତ ପରିବାର ଏବଂ ସେବା କାର୍ଯ୍ୟ ତରଫରୁ ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ ଜଣାଏ। Praise the ପ୍ରେଜ୍ ଦ Lord. ଲର୍ଡ, Praise the Lord. ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। କିଛି ଦିନ ପୂର୍ବେ ଆପଣମାନଙ୍କ ପରିବାର ସହିତ ଜଡ଼ିତ ହୋଇ ଈଶ୍ୱରଙ୍କର ସ୍ତୁତିବାନ କରିବା ପାଇଁ ପ୍ରଭୁ ମୋତେ ସୁଯୋଗ ଦେଇଥିଲେ। ପୁନର୍ବାର ଏହି ସୁଯୋଗ ମୁଁ ପାଇଅଛି। ବିଶେଷ କରି ହୋଷ୍ଟ ଆଜ୍ଞାଙ୍କୁ ମୁଁ ଧନ୍ୟବାଦ ଦେବା ପାଇଁ ଚାହେଁ, ଯଶବନ୍ତ ଦିଗାଳ ଆଜ୍ଞାଙ୍କୁ। ପୁଣି ଆଜି ୱାର୍ସିପ୍ କରୁଥିବା କୁଳନାଥ ମଲ୍ଲିକ ଭାଇଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ଅତି ସୁନ୍ଦର ଭାବରେ ସେ ୱାର୍ସିପ୍ ମାଧ୍ୟମରେ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇଅଛନ୍ତି। ସେଥିପାଇଁ ପ୍ରଭୁ ତାଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପୁଣି ରେଭରେଣ୍ଡ ମଦନ ସାହାଣୀ ଆଜ୍ଞାକୁ ମୁଁ ବିଶେଷ କରି ମୁଁ ଧନ୍ୟବାଦ ଦିଏ। ସେ ମୋତେ ମନେ ପକାଇଛନ୍ତି। ସବୁବେଳେ ମୋତେ ସେ ଫୋନ୍ କରି ମୋ ସହିତ କଥାବାର୍ତ୍ତା ହୁଅନ୍ତି, ଉତ୍ସାହିତ କରିଥାନ୍ତି। ସେଥିପାଇଁ ମୁଁ ସାହାଣୀ ଆଜ୍ଞାକୁ ମଧ୍ୟ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେବି। Praise the Lord. Praise the Lord. Praise the Lord. Praise the Lord. ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ଆଜି ଆମମାନେ ପ୍ରଭୁଙ୍କ ବାକ୍ୟରେ ଅଳ୍ପ ସମୟ ଆମେ ଧ୍ୟାନ କରିବା। ମୁଁ ଆଶା କରିବି ମୋର ପରିଚୟ ଦେବାକୁ ପଡ଼ିବ ନାହିଁ ବୋଧେ, ତଥାପି ଠିକ୍ ଅଛି। ମୁଁ ନୂଆ ଲୋକ ମାନେ ଜଏନ୍ ହେଇଥିବେ, ସେଥିପାଇଁ ମୋର ପରିଚୟ ମୁଁ ଦେବା ପାଇଁ ଚାହେଁ। ମୋ ନାଁ ହେଉଛି ପ୍ରଭୁଙ୍କର ଜଣେ କ୍ଷୁଦ୍ର ଦାସ ନରେଶ ନାୟକ, କନ୍ଧମାଳ। ମୁଁ କ୍ରିଟାଙ୍ଗିଆ ମିରାକଲ ଚର୍ଚ୍ଚର ପାଳକ ଭାବରେ ସେବା କାର୍ଯ୍ୟ କରେ। ମୋର ନିଜ ଗାଁ ହେଉଛି ମଣ୍ଡାକିଆ ଟଟମା। Praise the Lord. ଆସନ୍ତୁ ଆମେ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରେ ଆମେ ଧ୍ୟାନ କରିବା। ମୋ ସହିତ ଆପଣମାନେ ପାଇପାରିବେ ଜିଖରୀୟ ପୁସ୍ତକ 3 ଅଧ୍ୟାୟ 1 ପଦ ଠାରୁ 3 ପଦର ଶେଷ ପର୍ଯ୍ୟନ୍ତ ଆମେ ପାଠ କରିବା। ଆଉ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟ ଆମେ ଧ୍ୟାନ କରିବା। ଜିଖରୀୟ ପୁସ୍ତକ 3 ଅଧ୍ୟାୟ 1 ପଦରୁ ଆମେ 3 ପଦର ଶେଷ ପର୍ଯ୍ୟନ୍ତ ଅଧ୍ୟୟନ କରିବା। ଯଦି କେହି ପାଇଲେ ମୋତେ ପଢ଼ି ସାହାଯ୍ୟ କରନ୍ତୁ। ଯଦି କିଏ ପାଇଲେ ଦୟାକରି ପଢ଼ି ସାହାଯ୍ୟ କରନ୍ତୁ। ଅନନ୍ତର ସଦାପ୍ରଭୁଙ୍କ ଦୂତ ସମ୍ମୁଖରେ ଠିଆ ହୋଇଥିବା ଜିହୁସିୟ ମହାଯାଜକଙ୍କୁ ଆଉ ତାଙ୍କ ବିପକ୍ଷ ହେବା ନିମନ୍ତେ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବାର ଶୟତାନକୁ ସେ ମୋତେ ଦେଖାଇଲେ। ପୁଣି ସଦାପ୍ରଭୁ ଶୟତାନକୁ କହିଲେ, ହେ ଶୟତାନ, ସଦାପ୍ରଭୁ ତୁମ୍ଭକୁ ଧମକାନ୍ତୁ। ହଁ, ଯେ ଜିରୁସାଲମକୁ ମନୋନୀତ କରିଅଛନ୍ତି, ସେ ସଦାପ୍ରଭୁ ତୁମ୍ଭକୁ ଧମକାନ୍ତୁ। ଏ କି ଅଗ୍ନିରୁ କଢ଼ା ଖଣ୍ଡେ ପୋଡ଼ ଖୁଣ୍ଟା ନୁହେଁ? ଏହି ସମୟରେ ଜିହୋସିୟ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ। ଏହି ସମୟରେ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ପ୍ରିୟ ଦାସ ସାହାଣୀ ଆଜ୍ଞା ଅଛନ୍ତି। ସେ ସଂକ୍ଷେପରେ ସେ ପ୍ରାର୍ଥନା କରିବେ, ତାପରେ ଆମେ ବଢିବା। ଅନୁଗ୍ରହକାରୀ ପିତା ପ୍ରଭୁ ତୁମର ମହାନାମକୁ ଧନ୍ୟବାଦ କରୁଛି, ପ୍ରାର୍ଥନା କରୁଛୁ ପ୍ରଭୁ ଲର୍ଡ ତୁମେ ତୁମରି ପ୍ରିୟ ଦାସଙ୍କ ଦ୍ୱାରା ବିଶେଷ କରି ଯେ ବାକ୍ୟ ଆମେ ପଠନ କରିଛୁ ପ୍ରଭୁ ତୁମେ ତହିଁ ପ୍ରତି ଆଶୀର୍ବାଦ କର। ପ୍ରଭୁ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ତୁମେ କଥା କୁହ ପ୍ରଭୁ, ଯେପରି ସେ ଭାଙ୍ଗିବେ ତାହା ନୁହେଁ ପ୍ରଭୁ, ତୁମରି ଆତ୍ମାଙ୍କ ଦ୍ୱାରା ଯେପରି ସେ ଚାଳନା ପାଏ ସେ ସମସ୍ତ ବାକ୍ୟକୁ ସେ ବୁଝାଇବେ ପ୍ରଭୁ, ତୁମେ ସେଥିପାଇଁ ତୁମେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରୁଛୁ। ଶ୍ରୋତାଙ୍କୁ ମଧ୍ୟ ବୁଝିବା ପାଇଁ ଶକ୍ତି ଦିଅ, ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମେ ଗାଇଡ୍ କର ଲର୍ଡ, ସମସ୍ତ ନିଗୁଢ଼ ତତ୍ତ୍ୱକୁ ପ୍ରକାଶ କରିବା ପାଇଁ ତୁମେ ଦିଅ ବୋଲି ପ୍ରାର୍ଥନା କରୁଛୁ। ଧନ୍ୟବାଦ ଏ ସୁନ୍ଦର ସମୟ ଦେଲ ଓ ଲର୍ଡ ତୁମରି ସେବକଙ୍କୁ ଅଭିଷେକ କର, ଆତ୍ମାଙ୍କ ଦ୍ୱାରା ତୁମେ କଥା କୁହ ବୋଲି ପ୍ରାର୍ଥନା କରୁଛୁ। ପ୍ରାର୍ଥନା ଶୁଣିଲ ଧନ୍ୟବାଦ, ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ପ୍ରଭୁଙ୍କର ମହାନାମ ଗୌରବ ହେଉ। ଆଉ ଯେଉଁ ବାକ୍ୟ ଆମେ ଅଧ୍ୟୟନ କରିଅଛୁ
ଆଉ ସେହି ବାକ୍ୟର ଗୋଟେ ଛୋଟ ଶୀର୍ଷକ ଦେବା ଏବଂ ସେଇ ଟପିକ ଅନୁସାରେ ଆମେ ଆଗକୁ ବଢିବା। ଆଉ ଏହି ଶାସ୍ତ୍ରାଂଶର ଏହି ଆଜିର ଆଲୋଚନାର ମୁଁ ଶୀର୍ଷକ ଦେଇଛି ଜୀବନର ପରିଚୟ। ଜୀବନର ପରିଚୟ। ମୋର ପ୍ରିୟମାନେ, ଜଣେ ଯେତେବେଳେ ଜଣେ ମନୁଷ୍ୟକୁ ତାଙ୍କର ପରିଚୟ ଆମେ ପଚାରୁ, ଆଉ ସେ ନିତାନ୍ତ ଭାବରେ ତାଙ୍କର ନାମ, ଗ୍ରାମ, ପୁଣି ତାଙ୍କର କାର୍ଯ୍ୟ ଏବଂ ତାଙ୍କର ସମସ୍ତ ବିଷୟ, ସେ କ'ଣ କରନ୍ତି, ତାଙ୍କର ସେ ମ୍ୟାରେଜ ନା ଅନମ୍ୟାରେଡ, ତାଙ୍କର ପିଲା ଛୁଆ କେତେ, ପିଲାମାନେ କେତେ ପଢ଼ାପଢ଼ି କରନ୍ତି, ଆଉ ସବୁ ବିଷୟ ସେଇ ବିଷୟରେ ଆସି ଯାଇଥାଏ। କିନ୍ତୁ ଜୀବନର ପରିଚୟ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ମନୁଷ୍ୟ ନିତାନ୍ତ ଭାବରେ ମନୁଷ୍ୟ ନିଜର ପରିଚୟ ଜାଣିବା ସହିତ ଏକ ଜୀବନର ପରିଚୟ ମଧ୍ୟ ଜାଣିବା ନିତାନ୍ତ ପ୍ରয়োଜନ ରହିଅଛି। Praise the Lord. ଆଉ ସେହି ଯେହେତୁ ଆମେ ଜଣେ ଜଣେ ଈଶ୍ୱରଙ୍କର ସନ୍ତାନ ସନ୍ତତି, ଆମମାନଙ୍କର ରକ୍ତ ମାଂସ ଶରୀର ଈଶ୍ୱରଙ୍କର ରାଜ୍ୟରେ ଗୃହୀତ ହେବ ନାହିଁ। ଆମମାନଙ୍କର ଜୀବନ, ଆମମାନଙ୍କର ଆତ୍ମା ହିଁ ଈଶ୍ୱରଙ୍କ ରାଜ୍ୟ ମଧ୍ୟରେ ଗୃହୀତ ହେବ, ଈଶ୍ୱରଙ୍କର ରାଜ୍ୟରେ ପ୍ରବେଶ କରିବ। ସେଥିପାଇଁ ମୋର ପ୍ରିୟମାନେ, ଆମମାନେ ଆମମାନଙ୍କର ପରିଚୟ ଜାଣିବା ସହିତ, ଆମମାନଙ୍କର ପରିଚୟ ପ୍ରସ୍ତୁତ କରିବା ସହିତ, ଆମମାନଙ୍କର ଯେଉଁ ମୂଲ୍ୟବାନ ଜୀବନ ରହିଅଛି ତାହାର ପରିଚୟ ମଧ୍ୟ ଜାଣିବା ଏବଂ ପ୍ରସ୍ତୁତ କରିବା ନିତାନ୍ତ ଆବଶ୍ୟକତା ରହିଅଛି। Amen. ତେବେ ଜୀବନର ପରିଚୟ କହିଲେ ଆମମାନେ ନିତାନ୍ତ ଭାବରେ ଆମମାନେ କ'ଣ ଜାଣିବା? ଜୀବନର ପରିଚୟ ଅର୍ଥାତ୍ ଗୋଟିଏ ଜୀବନ ଆମମାନଙ୍କ ଜୀବନ ମଧ୍ୟରେ ରହିଅଛି, ଯେଉଁ ଜୀବନ ରହିବା ଦ୍ୱାରା ଆମମାନେ ଜୀବିତ ଅବସ୍ଥା ମଧ୍ୟରେ ରହିଅଛୁ। ତେବେ ସେଇ ଜୀବନର ଉତ୍ପତ୍ତି କେଉଁଠି? ସେଇ ଉତ୍ପତ୍ତି ହେଉଛି ଆଦି ପୁସ୍ତକ ଆମମାନେ 1 ଅଧ୍ୟାୟରେ ଆମେ ଦେଖୁଛୁ ଯେ ଈଶ୍ୱର ମନୁଷ୍ୟକୁ ଆପଣା ହସ୍ତରେ ସେ ନିର୍ମାଣ କଲେ ଏବଂ ତାଙ୍କ ଶରୀର ମଧ୍ୟରେ ନିଜର ଶ୍ୱାସ ବାୟୁ, ନିଜର ଜୀବନ ବାୟୁକୁ ସେ ଫୁଙ୍କି ପ୍ରବେଶ କରାଇ ଜୀବିତ ପ୍ରାଣୀ କଲେ। Amen. Praise the Lord. ଜୀବନର ଉତ୍ପତ୍ତି ହେଉଛି ଈଶ୍ୱରଙ୍କ ନିକଟରେ, ଆଉ ସେହି ଜୀବନକୁ ନେଇ ଆଜିର ମନୁଷ୍ୟ ଜଗତ ମଧ୍ୟରେ ଆଉ ସେ ଗର୍ବିତ ହେଇଥାଏ। ମୁଁ ଆଜି ଏତେ ସୁନ୍ଦର, ମୁଁ କଥା କହିପାରେ, ମୁଁ ଏତେ ଧନୀ, ମୁଁ ଏହି ପ୍ରକାର କରେ, ସେହି ପ୍ରକାର କରେ, ମୁଁ ଏତେ ପଢ଼ିଛି, ମୋର ଗାଡ଼ି ଏତେଟା ଅଛି, ମୋର ବାଇକ୍ ବଡ଼ ରେସର ବାଇକ୍ ଅଛି, ଇତ୍ୟାଦି ଇତ୍ୟାଦି ବିଷୟ ମନୁଷ୍ୟ ଏହି ଜଗତ ମଧ୍ୟରେ ଗର୍ବିତ ହୋଇଥାଏ। ମୋର ପ୍ରିୟମାନେ, ଆଉ ସେହି ଜୀବନ ହେଉଛି ପ୍ରଭୁଙ୍କ ଦ୍ୱାରା ଦିଆଯାଇଥିବା ଏକ ଉପହାର ଅଟେ। ସେହି ଜୀବନ ଆମ୍ଭମାନଙ୍କର ନୁହଁ, ଆମ୍ଭେମାନେ ବଞ୍ଚି ରହିଅଛୁ ସେହି ଜୀବନ ଦ୍ୱାରା, କିନ୍ତୁ ସେହି ଜୀବନର ପରିଚୟ ହେଉଛି ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଏକ ଉପହାର ଅଟେ, ଯାହାକି ଆମେ ଯହୋଶୁଆ 3:10 ମଧ୍ୟରେ ଆମେ ଦେଖୁଛୁ। ଆଉ ପ୍ରଥମ ଅଂଶରେ ଆମେ ଦେଖୁଛୁ, ପରମେଶ୍ୱର ଯେ ତୁମ୍ଭମାନଙ୍କର ଅନ୍ତରରେ ଅଛନ୍ତି, ସେ ଜୀବନ ଦେଇନାହାନ୍ତି, ବରଞ୍ଚ ସେ ମନୁଷ୍ୟ ଶରୀର ମଧ୍ୟରେ ଫୁଙ୍କ ଦେଇ ସେ ନିଜେ ସେ ପ୍ରବେଶ କରିଅଛନ୍ତି। ଏହା ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ମୋର ପ୍ରିୟମାନେ। ସେଥିପାଇଁ ଆମ୍ଭମାନଙ୍କର ଜୀବନ ଅତି ମୂଲ୍ୟବାନ ଅଟେ। ଆଉ ଯହୋଶୁଆ 3:10 ପ୍ରଥମ ଅଂଶ କେବଳ ଆପଣମାନେ ଯେତେବେଳେ ପଢ଼ିବେ, ଆଉ ସେଇ ସ୍ଥାନ ମଧ୍ୟରେ ଲେଖାଯାଏ,
परमेश्वर जे तुम्भमानंको अंतरे अछंती आउ जहांको शरीर मध्यरे परमेश्वर थांती से व्यक्ति बंची थाए आउ से व्यक्तिंकर जीवन आचार व्यवहार अन्यथा होता है एक स्वतंत्र होता है से प्रकार परमेश्वर आम्भमानक जीवन मध्यरे रही अछंती ताहा एक अति गुरुत्वपूर्ण अटे। दुई Yes, नंबर Lord. रे आमाने देखिबा एही जीवन कि प्रकार भाबरे आमाने रखिबार आवश्यकता रहिछि। एही जीवन प्रभुଙ୍କ सहित संपर्क रखिथा Amen. जो जीवन रे जो मनुष्य मध्यरे प्रभु निजे रही थांती प्रभुंकर जीवन रही थाए सेही जीवन ईश्वरଙ୍କ सहित संपर्क रखी थाए। जोहन 17:3 मध्यरे आमाने जेतेबेले देखु जेसु ख्रीष्ट को जानिबा अनंत जीवन अटे। Praise the Lord. जो माने जीसु ख्रीष्ट को जानती प्रभु ताहांको जीवन मध्यरे से निजे स्वयं अनंत जीवन भावरे से विराजमान होती यह अति महत्वपूर्ण अटे। 3 नंबर विषय मु कहिबी जीवन हेउछि एक यात्रा बा दौड़ अटे। जीवन को नहीं आमाने ए जगत मध्यरे आमाने चिरदिन पाए सबुदिन पाए आमाने रहिबा नाही। एहा एक यात्रा अटे। गोटे दिन आरंभ होई थाए एवं गोटे दिन से शेष होई थाए जागतिक जीवन। किंतु जेते बेले एही जागतिक जीवन आत्मिक जीवन जेते बेले आरंभ होई थाए ताहार शेष हेन थाए। मोर प्रिय माने ईश्वरंकर लोकंकर जो माने वास्तव जीवन को जो माने धारण करि थांती ग्रहण करि थांती पाई थांती से मानकर यात्रा आरंभ होई थाए आ शेष हेन थाए। आ ईश्वरंकर राज्य रे सदा सर्वदा ईश्वरंकर राज्य मध्यरे से जीवन रही थाए। सेही जीवन हेउची आम्भमानकर सेही जीवनर परिचय हेउची जीवन ईश्वर स्वयं निजे अटंती आउ ईश्वरंकर देथिबा दान अटे। ताहा ईश्वरंक सहित संपर्क रखी थाए ताहा एक यात्रा अटे। आउ सेही जेहु यात्रा जेहु पथ ताहा माने जहन 14:6 मध्यरे देखुछु से निजे कहले मु पथ सत्य ओ जीवन से निजे जीवन अटंती। मोर प्रिय माने आउ से निजे जीसुको पथरे आमाने जेतेबेले चाली थाउ आउ तेबे आमाने ठीक पथरे चाली थाउ एवं लक्ष्य स्थल को आमाने पहुंची थाउ। आमाने 2 नंबर रे आमाने देखिबा जीवनर उद्देश्य परमेश्वर को प्रेम करिबा हेउची जीवनर मुख्य उद्देश्य अटे। जहा कि आमाने माथ्यू पुस्तक 22:37 रु 40 पद पर्यंत आमाने देखुछु। से स्थान मध्यरे यीशु ख्रीष्ट कहिले तुम्हे आपनार समस्त मन समस्त अंतकरण समस्त प्राण दे अपना ईश्वर को प्रेम कर। एही जीवनर मुख्य लक्ष्य होची मुख्य कार्य होची समस्त मन समस्त अंतकरण समस्त प्राण दे अपना ईश्वर को प्रेम करिबा एहा एही जीवनर मुख्य उद्देश्य अटे। जदि एही उद्देश्य ठारू जेतेबेले आमाने विमुख हेई थाउ सेतेबेले आमानकर जीवन एक मूल्यहीन हो जाए। प्रभु आमानकु से विषय निमंते ईश्वर को प्रेम करिबा पाए आमानकु
ଏହି ମୂଲ୍ୟବାନ ଜୀବନ ଆମମାନଙ୍କୁ ଦେଇଅଛନ୍ତି। ଜଗତରେ ଅନେକ ଲୋକମାନେ ଅଛନ୍ତି ଏହି ମୂଲ୍ୟବାନ ଜୀବନ ସେମାନେ ପାଇନାହାନ୍ତି, କେବଳ ସେମାନେ ଶରୀର ବଞ୍ଚେଇବା ନିମନ୍ତେ ଜୀବନ ପାଇଅଛନ୍ତି। କିନ୍ତୁ ପ୍ରଭୁ ଆମ୍ଭମାନଙ୍କୁ ସେଇ ଗୋଷ୍ଠୀ ଠାରୁ ସେହି ଲୋକମାନଙ୍କ ଠାରୁ ପ୍ରଭୁ ଆମମାନଙ୍କୁ ପୃଥକ କରି ଆମମାନଙ୍କୁ ଅଲଗା କରିଅଛନ୍ତି, ସେପାରେସନ କରିଅଛନ୍ତି। ଆଉ ସେହି ପ୍ରଭୁଙ୍କର ସନ୍ତାନ ଭାବରେ ଆମମାନେ ଆଉ ସମସ୍ତ ମନ, ସମସ୍ତ ପ୍ରାଣ ଏବଂ ସମସ୍ତ ଅନ୍ତଃକରଣର ସହିତ ଈଶ୍ୱରଙ୍କୁ ପ୍ରେମ କରିବାର ଆବଶ୍ୟକତା ରହିଅଛି। ଦ୍ୱିତୀୟରେ ଜଗତ ମଧ୍ୟରେ ପ୍ରତିବାସୀଙ୍କୁ ପ୍ରେମ କରିବା ବିଷୟରେ କୁହନ୍ତି। ଏହି ଜୀବନ ସ୍ୱତନ୍ତ୍ର ଭାବରେ ପ୍ରଭୁ ଆମମାନଙ୍କୁ ଆଉ ସେଇ ପ୍ରକାର ଭାବରେ ପ୍ରଭୁ ବ୍ୟବହାର କରିବା ପାଇଁ ପ୍ରଭୁ ଆମମାନଙ୍କୁ ଦେଇଅଛନ୍ତି। ମୋହର ପ୍ରଭୁଙ୍କର ଦାସ ଦାସୀ ଗଣ ଆମମାନେ ଦେଖୁଛୁ ଜୀବନର ଉଦ୍ଦେଶ୍ୟ ହେଉଛି ଈଶ୍ୱରଙ୍କର ସହିତ ମିଳିତ ଭାବରେ ସଂଯୁକ୍ତ ହୋଇ ଜୀବନ କାଟିବା ହେଉଛି ତାହାଙ୍କର ଉଦ୍ଦେଶ୍ୟ, ଯାହାକି ଆମମାନେ ରୋମୀ ପୁସ୍ତକ 8:14-17 ମଧ୍ୟରେ ଲେଖାଯାଏ, ଆମମାନେ ଯେତେବେଳେ ତାହାଙ୍କ ସହିତ ଆମମାନେ ସଂଯୁକ୍ତ ହେଇଥାଉ, ତାହାଙ୍କର ବାକ୍ୟ ଅନୁସାରେ ଚାଲିଥାଉ, ତାହାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଉ, ତାହାଙ୍କର ପ୍ରତ୍ୟେକ ଗୁଣ ଚରିତ୍ରକୁ ଆପଣାର କରି ଯେତେବେଳେ ଆମମାନେ ଚାଲିଥାଉ, ତେବେ ପ୍ରଭୁ ଆମମାନଙ୍କୁ ଏକ ଆମମାନଙ୍କର ପରିଚୟ ସେ ପରିବର୍ତ୍ତନ କରିଦେଇଥାନ୍ତି। ତାଙ୍କର ସନ୍ତାନ ହେବା ପାଇଁ ଆମମାନଙ୍କୁ ସେ ଅଧିକାର ଦେଇଥାନ୍ତି। ତାଙ୍କୁ ଆବା ପିତା ବୋଲି ଡାକିବା ପାଇଁ ସେ ଆମମାନଙ୍କୁ ଅଧିକାର ଦେଇଥାନ୍ତି। ଆଉ ତୃତୀୟରେ ଉତ୍ତରାଧିକାରୀ ଭାବରେ ଆମମାନଙ୍କୁ ସେ ନିଜର ସେ କରିଥାନ୍ତି। ଆମେ ଜଣେ ଜଣେ ଈଶ୍ୱରଙ୍କର ଉତ୍ତରାଧିକାରୀ, ଆମମାନେ ଜଣେ ଜଣେ ସ୍ୱର୍ଗର ପ୍ରଜା, ଆମମାନେ ଜଣେ ଜଣେ ଈଶ୍ୱରଙ୍କର ସନ୍ତାନ ସନ୍ତତି ଭାବରେ ଆମମାନଙ୍କୁ ପ୍ରଭୁ ଗଣିତ କରିଥାନ୍ତି। ମୋର ପ୍ରିୟ ମାନେ, ଆମମାନେ ସେଇ ପ୍ରକାର ଜୀବନକୁ ନେଇ ଆଜିର ଜଗତ ମଧ୍ୟରେ ଆମମାନେ ଆଗକୁ ଆଗକୁ ଆମମାନେ ଚାଲିଅଛୁ। ଆଉ 3 ନମ୍ବର ପଏଣ୍ଟରେ ମୁଁ କହିବି ଜୀବନର ଆୟୁଷ, ଜୀବନର ବୟସ। ଆଉ ସେହି ଜୀବନ ବାକ୍ୟରେ ଲେଖାଯାଏ, ଯାହାକି ଆମମାନେ ଜିସାୟ 40:6-8 ମଧ୍ୟରେ ଆମମାନେ ଦେଖୁଛୁ। ସେହି ଜୀବନର ଆୟୁଷ এই ଜଗତ ମଧ୍ୟରେ ଅଳ୍ପ କାଳ ଅଟେ, ଅଳ୍ପ ସମୟ ଅଟେ। সেই ସ୍ଥାନ ମଧ୍ୟରେ ଆମେ ଦେଖୁଛୁ, ଅନେକ ବାକ୍ୟରେ ଦେଖୁଛୁ, ପାଣି ଫୋଟକା ସଦୃଶ୍ୟ, ବାଷ୍ପ ପରି, କଥିତ କାହାଣୀ ପରି, ତୃଣ ପରି, ପୁଷ୍ପ ପରି ଇତ୍ୟାଦି ଇତ୍ୟାଦି। କିନ୍ତୁ ମୋର ପ୍ରିୟ ମାନେ, ଯେଉଁ ଜୀବନ ଈଶ୍ୱର ଦିଅନ୍ତି, ଦାନ କରନ୍ତି, ଯେଉଁ ଜୀବନର ପଥ ସେ ନିଜେ ହେଇଥାନ୍ତି, ସେହି ଜୀବନ ଅନନ୍ତ କାଳ ଅଟେ। ସେଥିପାଇଁ ଆମମାନେ ଯୋହନ 10:10 ମଧ୍ୟରେ ଆମମାନେ ଦେଖୁଛୁ, ଖଂସ ମଧ୍ୟରେ ଦେଖୁଛୁ, ମୁଁ ଜୀବନ ପାଆନ୍ତି ଆଉ ପ୍ରଚୁର ଭାବରେ ପାଆନ୍ତି, ଏହା ଈଶ୍ୱରଙ୍କର ଇଚ୍ଛା ଅଟେ। ତାଙ୍କର ସନ୍ତାନ ସନ୍ତତି ଗଣ ଯେପରି ଜୀବନ ପାଆନ୍ତି ଏବଂ ପ୍ରଚୁର ଜୀବନ ପାଆନ୍ତି, ଅନନ୍ତ ଜୀବନ ପାଆନ୍ତି, ତାହା ହେଉଛି ଈଶ୍ୱରଙ୍କର ଇଚ୍ଛା ଅଟେ। ତାହାଙ୍କୁ ଜାଣିବା, ତାଙ୍କୁ ଗ୍ରହଣ କରିବା ଅନନ୍ତ ଜୀବନ ଅଟେ। ତାହା ସେ ପ୍ରକାଶ କରିବା ପାଇଁ ଚାହାନ୍ତି, ତାହା ସେ ଇଚ୍ଛା କରନ୍ତି, ତାହା ସେ ଆମ ଜୀବନ ମଧ୍ୟରେ ବାଞ୍ଛା କରନ୍ତି। ମୋର ପ୍ରିୟ ମାନେ, এই ପ୍ରକାର ଜୀବନ, ଏ ପ୍ରକାର ଏକ ମୂଲ୍ୟବାନ ଜୀବନକୁ ନେଇ ଏହି ଜଗତ ମଧ୍ୟରେ ଆମମାନଙ୍କର ଆୟୁଷ ଅତି ଅଳ୍ପ ଅଟେ। କେଉଁ ମୁହୂର୍ତ୍ତରେ ତାହା ଏହି ଜଗତ ମଧ୍ୟରେ ଲୀନ ହେବ ତାହା ଆମେ ଜାଣିନାହୁଁ। ଆଉ ସେଇ ପ୍ରକାର ଜୀବନକୁ ନେଇ ଆମମାନେ ଏକ ସ୍ୱର୍ଗର ଯାତ୍ରୀ ଭାବରେ ଆମମାନେ ଚାଲିଅଛୁ।
ଏବଂ ଈଶ୍ୱରଙ୍କର ସନ୍ତାନ ଗଣ ଭାବରେ ଉତ୍ତରାଧିକାରୀ ଭାବରେ ଆମମାନେ ଆଗକୁ ଆଗକୁ ଆମମାନେ ବଢ଼ିଅଛୁ। ଅନେକ ବର୍ଷ ବିତିଗଲା, ଠିକ୍ ସେଇ ପ୍ରକାର 2025 ସାଲ ମଧ୍ୟ ବିତି ଯାଇଅଛି। ବର୍ତ୍ତମାନ ଆମମାନେ 2026 ମସିହାରେ ଅନେକ ଆଶା, ଅନେକ ପ୍ରତିଜ୍ଞା, ଅନେକ ଚିନ୍ତା ନେଇ, ଅନେକ ଲକ୍ଷ୍ୟ ନେଇ, ଅନେକ ଦର୍ଶନ ନେଇ ଆଜି ଆମମାନେ ଚାଲୁଅଛୁ। ଆଜି ପର୍ଯ୍ୟନ୍ତ, ଆଜି ଦିନ ପର୍ଯ୍ୟନ୍ତ ପ୍ରଭୁ ଆମମାନଙ୍କୁ କଢ଼େଇ ଆଣିଛନ୍ତି। 24 ତାରିଖ ଦିନ, 24 ଦିନ ବିତିଗଲାଣି। ଆମମାନେ ଏହି ବର୍ଷ ବିତି ଯାଇଥିବା ବର୍ଷ ମାନଙ୍କୁ ଆମମାନେ ଯେପରି ଖାମଖିଆଲ ଭାବରେ ଆମମାନେ କଟେଇ ଅଛୁ, ସେଇ ସମସ୍ତ ବିଷୟ ଠାରୁ ଏହି ବର୍ଷ ଆମମାନଙ୍କର ଜୀବନର ଚଲାପଥ ଏକ ସ୍ୱତନ୍ତ୍ର ହେଉ, ଏହା ଆମମାନଙ୍କର ଦର୍ଶନ ହଉ, ଏହା ଆମମାନଙ୍କର ନିଷ୍ପତ୍ତି ହଉ। ମୋର ପ୍ରିୟମାନେ, ଆଉ ଯେତେବେଳେ ଏହି ପ୍ରକାର ମୂଲ୍ୟବାନ ଜୀବନ ଆମମାନଙ୍କ ଜୀବନ ମଧ୍ୟରେ ରହିଅଛି, ସେଇ ଜୀବନକୁ ନେଇ ଯେତେବେଳେ ଆମମାନେ ଈଶ୍ୱରଙ୍କର ସେବାରେ ଆମମାନେ ବଢ଼ିଥାଉ, ଈଶ୍ୱରଙ୍କର କାର୍ଯ୍ୟରେ ଆମମାନେ ବଢ଼ିଥାଉ, ସେଇ ଜୀବନ ପ୍ରତି ଈଶ୍ୱରଙ୍କର ଏବଂ ଶୈତାନର କଣ ଦୃଷ୍ଟିକୋଣ ରହିଅଛି, ତାହା ଆଜି ଆମମାନଙ୍କର ଶିକ୍ଷା ଅଟେ। ବର୍ତ୍ତମାନ ଆମମାନେ ଈଶ୍ୱରଙ୍କର ଶିକ୍ଷାରେ ଆମମାନେ ପଦାର୍ପଣ ଆମମାନେ କରୁଛୁ। ଧ୍ୟାନ ଦେଇ ଆପଣମାନେ ଶ୍ରବଣ କରୁଥିବେ। ମୋର ପ୍ରିୟମାନେ, ଆଜି ଯେଉଁ ଶାସ୍ତ୍ରାଂଶ ଆମମାନେ ଅଧ୍ୟୟନ କଲୁ, ଜିଖର 3:1-3 ମଧ୍ୟରେ ପ୍ରଥମ ଅଂଶରେ ଆମମାନେ ଦେଖୁଛୁ, ପ୍ରଥମ ଅଂଶରେ ଆମମାନେ ଦେଖୁଛୁ ଅନନ୍ତର ସଦାପ୍ରଭୁଙ୍କ ଦୂତ ସମ୍ମୁଖରେ ଠିଆ ହୋଇଥିବା ଜିହୋଶୁଆ ମହାଯାଜକଙ୍କୁ ଆଉ ତାଙ୍କ ବିପକ୍ଷ ହେବା ନିମନ୍ତେ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଶୈତାନକୁ ସେ ମତେ ଦେଖେଇଲେ। ମୋହର ପ୍ରଭୁଙ୍କର ପ୍ରିୟ ଦାସ ଦାସୀଗଣ, ପ୍ରଭୁଙ୍କର ପ୍ରିୟ ସନ୍ତାନ ସନ୍ତତି ଗଣ, ସେଇ ପ୍ରକାର ଜୀବନକୁ ନେଇ ଚାଲୁଥିବା ଜଣେ ଜଣେ ପ୍ରଭୁଙ୍କର ସନ୍ତାନ ସନ୍ତତି ମାନଙ୍କ ସମ୍ମୁଖରେ ଈଶ୍ୱର ପରମେଶ୍ୱର ଦୂତ ନ୍ୟାୟ ସମ୍ମୁଖରେ ଠିଆ ହେଇଥାନ୍ତି ଏବଂ ତାହାର ଠିକ ଦକ୍ଷିଣ ପାର୍ଶ୍ୱରେ ଆଉ ଜଣେ ବ୍ୟକ୍ତି ଛିଡ଼ା ହେଇଥାନ୍ତି, ସେ ହେଉଛନ୍ତି ଶୈତାନ। ଆମମାନେ ଦେଖୁଛୁ ଜିହୋଶୁଆ ମହାଯାଜକ, ଯେଉଁ ଯାଜକ ତାଙ୍କ ଜୀବନ ମଧ୍ୟରେ ଈଶ୍ୱରଙ୍କର ବାକ୍ୟ ବହନ କରି ଆସି ଚାଲିଛନ୍ତି, ଈଶ୍ୱରଙ୍କର ଆଉ ପ୍ରତିଜ୍ଞାକୁ ନେଇକି ଚାଲିଅଛନ୍ତି, ଅନେକ ବ୍ୟବସ୍ଥାକୁ ନେଇ ଚାଲିଅଛନ୍ତି, ଅନେକଙ୍କ ନିମନ୍ତେ ପରିତ୍ରାଣର କାରଣ, ଉଦ୍ଧାରର କାରଣ, ଏହି ଜୀବନ ମଧ୍ୟରେ ସେ ଆଗକୁ ସେ ଚାଲିଅଛନ୍ତି। ମୋହର ପ୍ରିୟମାନେ, ମଦନ ଆଜ୍ଞା ମତେ ଟିକେ ମନେ ପକେଇବେ କି କେତେବେଳେ ଆମର ଜୁମ୍ ସରିବ? ନାଇଁ, କିଛି ଅସୁବିଧା ନାହିଁ, ନିଅନ୍ତୁ, ଆପଣ ନିଅନ୍ତୁ। ଆଉ କେତେ ଟାଇମ ନେବା କଥା ନିଅନ୍ତୁ। ଓକେ, 6:30 ପର୍ଯ୍ୟନ୍ତ ଟାଇମ ଅଛି। ଆଜ୍ଞା, ପ୍ରଭୁ ଆମ୍ଭମାନଙ୍କୁ ଏକ ଯେଉଁ ମୂଲ୍ୟବାନ ଜୀବନ ଦେଇଅଛନ୍ତି, ଆଉ ସେଇ ଜୀବନକୁ ନେଇ ଈଶ୍ୱରଙ୍କ ପଥରେ ଚାଲୁଥିବା ଅବସ୍ଥା ମଧ୍ୟରେ ଆମମାନଙ୍କର ବିଭିନ୍ନ ପରିଚୟ ରହିଥାଏ। ମୋର ନାମ ଜଣେ କ୍ଷୁଦ୍ର ପାଳକ ଭାବରେ ମୋର ପରିଚୟ ରହିଅଛି, ଆଉ ମଦନ ଆଜ୍ଞାଙ୍କୁ ମଧ୍ୟ ପ୍ରଭୁ ସେଇ ପ୍ରକାର ସେ ପରିଚୟ ଦେଇଅଛନ୍ତି। ଅନେକଙ୍କୁ ଆମମାନଙ୍କୁ ଅନେକ ପରିଚୟ ଦେଇ ଆମମାନଙ୍କୁ ଏଇ ଜଗତ ମଧ୍ୟରେ କଢ଼ି ନେଉଛନ୍ତି। ଏହି ସ୍ଥାନରେ ଆମମାନେ ଜଣେ ଏକ ମହାଯାଜକ ପରିଚୟ ବ୍ୟକ୍ତିଙ୍କୁ ଆମେ ଦେଖୁଅଛୁ, ଯାହାଙ୍କ ସମ୍ମୁଖରେ ଈଶ୍ୱରଙ୍କର ଦୂତ ରହିଅଛନ୍ତି, ଯାହାଙ୍କର ଠିକ ଦକ୍ଷିଣ ପାର୍ଶ୍ୱରେ ଜଣେ ଶୈତାନ ରହିଅଛନ୍ତି। ଆଉ ଏଇ ଦୁଇ ଜଣ କଣ ପାଇଁ ଛିଡ଼ା ହେଇଛନ୍ତି, ତାହା ଆଜି ଆମମାନଙ୍କର ଶିକ୍ଷାର ବିଷୟ ବା ଚିନ୍ତାର ବିଷୟ ଅଟେ। ଶୈତାନର କିଛି ଅଭିଯୋଗ ରହିଅଛି, ଶୈତାନର ଅଭିଯୋଗ ରହିଅଛି, ଏ ମହାଯାଜକ ତାଙ୍କ ଜୀବନର କିଛି
ତ୍ରୁଟି ରହିଅଛି, ତାଙ୍କର ଜୀବନର କିଛି ଦୁର୍ବଳତା ରହିଅଛି, ତାଙ୍କର ଜୀବନର କିଛି ଉଣା ଅଧିକା ରହିଅଛି, ତାହା ତାଙ୍କର ଅଭିଯୋଗ ରହିଅଛି। ଆଉ ଈଶ୍ୱରଙ୍କର ଦୂତଙ୍କର ଉତ୍ତର ରହିଅଛି ଯେ ଏ ଜଣେ ମୋହର ମହାଯାଜକ ଅଟନ୍ତି, ମୋହର ସେବକ ଅଟନ୍ତି, ମୋହର ସନ୍ତାନ ଅଟନ୍ତି, ମୋହର ଦାସ ମାନେ ଅଟନ୍ତି। ଏହାଙ୍କ ଶରୀର ମଧ୍ୟରେ ମୋହରି ଦେଇଥିବା ଜୀବନ ରହିଅଛି, ମୂଲ୍ୟବାନ ଜୀବନ ରହିଅଛି। Amen. ଇଏ ମୋହର ସନ୍ତାନ ଅଟେ, ଇଏ ମୋହର ଉତ୍ତରାଧିକାରୀ ଅଟେ, ଇଏ ମୋହର ମତେ ଆବା ପିତା ବୋଲି ଡାକିବା ପାଇଁ ଅଧିକାର ପାଇଥିବା ବ୍ୟକ୍ତି। ଯୋହନ 1:12 ମଧ୍ୟରେ ଆମେ ଦେଖୁଛୁ ଈଶ୍ୱରଙ୍କର ସନ୍ତାନ ହେବା ପାଇଁ ଅଧିକାର ପାଇଥିବା ବ୍ୟକ୍ତି ମାନେ ହଉଛୁ ଆମ୍ଭେମାନେ। Amen. Praise the ଆଉ Lord. ଦୂତଙ୍କର ଅଭିଯୋଗ ରହିଅଛି ବା ଉତ୍ତର ରହିଅଛି, ତୁମେ ଏ ପ୍ରକାର ଜଣେ ମହାନ ଦାସଙ୍କୁ, ଏ ପ୍ରକାର ଜଣେ ମୋହର ସନ୍ତାନକୁ ତୁମେ ତାଙ୍କ ବିଷୟରେ ଅଭିଯୋଗ କରୁଅଛ। କିଛି ତ୍ରୁଟି, କିଛି ଭୁଲ ଅଛି, କିଛି ସମସ୍ୟା ଅଛି ବୋଲି। ମୋହର ପ୍ରିୟ ମାନେ, ଯେହେତୁ ବାକ୍ୟରେ ଲେଖାଯାଏ, ତୁମ୍ଭମାନଙ୍କ ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୋଲୁଅଛି। ଆମମାନଙ୍କର ପ୍ରତ୍ୟେକ ଜୀବନ ମଧ୍ୟରେ ଯେପରି ଈଶ୍ୱରଙ୍କର ଦୂତମାନେ ଆମମାନଙ୍କର ପାଦ ଯେପରି ପଥରରେ ନ ବାଜିବ ସେଥିପାଇଁ ଛାଉଣି ସ୍ଥାପନ କରି ତଳି ଧରିବା ପାଇଁ ଆମମାନଙ୍କ ପାଖେ ପାଖେ ରହିଅଛନ୍ତି, ଠିକ ସେଇ ପ୍ରକାର ଶୈତାନ ମଧ୍ୟ ଆମମାନଙ୍କ ପାଖେ ପାଖେ ରହିଥାଏ, ଆମମାନଙ୍କୁ ଗ୍ରାସିବା ପାଇଁ, ଆମମାନଙ୍କୁ ବିଭିନ୍ନ ପ୍ରକାର ଦୋଷାରୋପ କରିବା ପାଇଁ, ଅଭିଯୋଗ କରିବା ପାଇଁ। ସେଥିପାଇଁ ଆମମାନେ ଏହି ନୂତନ ବର୍ଷରେ ଚାଲିବା ସମୟରେ ଆମମାନେ ନିଜକୁ ସଜାଡ଼ି ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରି ଆମେ ଚାଲିବାର ଆବଶ୍ୟକତା ରହିଅଛି। ଯେହେତୁ ଆମମାନେ ଯାତ୍ରା ପଥ ମଧ୍ୟରେ ରହିଅଛୁ, ଯେହେତୁ ଆମମାନଙ୍କର ଯାତ୍ରା ଯୀଶୁ ଖ୍ରୀଷ୍ଟ ନିଜେ ଅଟନ୍ତି, ଯେହେତୁ ସେ ପଥ ସତ୍ୟ ଜୀବନ ଅଟନ୍ତି। ସେଥିପାଇଁ ମୋହର ପ୍ରିୟ ମାନେ, ଆଉ ଏହି ମହାଯାଜକଙ୍କ ବିଷୟରେ ଆମେ ଆଲୋଚନା କରୁଛୁ। ତ ଏହି ସ୍ଥାନ ମଧ୍ୟରେ ଦେଖୁଛୁ ସେଇ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା ଶୈତାନ, ଆଉ ସେ ଛିଡ଼ା ହୋଇଛନ୍ତି। 2 ପଦରେ ଦେଖୁଛୁ, ପୁଣି ସଦାପ୍ରଭୁ ଶୈତାନକୁ କହିଲେ, ହେ ଶୈତାନ, ସଦାପ୍ରଭୁ ତୁମକୁ ଧମକାନ୍ତୁ। ହଁ, ସେ ଜେରୁସାଲେମକୁ ମନୋନୀତ କରିଅଛନ୍ତି, ସେ ସଦାପ୍ରଭୁ ତୁମକୁ ଧମକାନ୍ତୁ। ଏ କି ଅଗ୍ନିରୁ କଢା ଖଣ୍ଡେ ପୋଡ଼ ଖୁଣ୍ଟ ନୁହଁ? ମୋହର ପ୍ରଭୁଙ୍କର ସନ୍ତାନ ସନ୍ତତି ଗଣ, ଦାସ ଦାସୀ ଗଣ, ଏହି ସ୍ଥାନ ମଧ୍ୟରେ ଈଶ୍ୱରଙ୍କର ଦୂତ ଏହି ଉତ୍ତର ଦେଉଅଛନ୍ତି, ତୁମକୁ ସଦାପ୍ରଭୁ, ଯେ ଜଗତର ସୃଷ୍ଟିକର୍ତ୍ତା, ଯେ ଜଗତର ନିର୍ମାଣ କର୍ତ୍ତା, ଯେ ମନୁଷ୍ୟକୁ ନିଜ ହସ୍ତରେ ନିର୍ମାଣ କରିଅଛନ୍ତି ଏବଂ ତାଙ୍କ ଶରୀର ମଧ୍ୟରେ ଆପଣା ଶ୍ୱାସ ବାୟୁ ଦେଇ ଜୀବତ ପ୍ରାଣ କରି ଜୀବନ ଦେଇଅଛନ୍ତି, ସେ ହିଁ ତୁମକୁ ଧମକ ଦିଅନ୍ତୁ, ଧମକାନ୍ତୁ। ଯେହେତୁ ତୁମେ ତାଙ୍କରି ମହାନ ଜଣେ ଦାସଙ୍କୁ ତୁମେ ଅଭିଯୋଗ କରୁଅଛ। ଏହି ଅଭିଯୋଗ କରିବା ଶୈତାନର ସ୍ୱଭାବ ଅଟେ ମୋର ପ୍ରିୟ ମାନେ। ଜିହୁଦା, ଯଦି ଆମେ 9 ପଦ ଆମେ ଅଧ୍ୟୟନ କରିବା, କେହି ଜଣେ ଟିକେ ମତେ ସାହାଯ୍ୟ କରନ୍ତୁ। ସେଇ ସ୍ଥାନ ମଧ୍ୟରେ ମଶାଙ୍କ ବିଷୟରେ ଲେଖାଯାଏ, ମଶାଙ୍କ ଶବ ବିଷୟରେ ଲେଖାଯାଏ। ଜିହୁଦା 9 ପଦ, କିନ୍ତୁ ପ୍ରଧାନ ଦୂତ ମିଖାଏଲ ମଶାଙ୍କ ଶବ ବିଷୟରେ ଶୈତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ହୋଇ ନଥିଲେ, କେବଳ ଏତିକି କହିଲେ, ପ୍ରଭୁ ତୁମକୁ ଧମକ ଦିଅନ୍ତି। ମୋର ପ୍ରିୟ ମାନେ, ମଶା ମଧ୍ୟ ଜଣେ ପ୍ରଭୁଙ୍କର ଜଣେ ସେବକ ରହିଥିଲେ, ଯେ କି ଇସ୍ରାଏଲ ଲୋକମାନଙ୍କୁ ଆଉ ସେ କଢେଇ ନେଉଥିଲେ।
ଦାସତ୍ୱ ବନ୍ଧନରୁ ଉଦ୍ଧାର କରି ଆଉ କିଣାନ ଦେଶ ଅଭିମୁଖେ ସେମାନଙ୍କୁ ସେ କଢେଇ ନେଉଥିଲେ। ସେହି ମହାନ ଦାସ ତାଙ୍କର ଜୀବନ କାଳ ମଧ୍ୟରେ ଯେତେବେଳେ ମିଶ୍ରୀୟ ଜଣେ ବ୍ୟକ୍ତିଙ୍କୁ ସେ ବଦ୍ଧ କଲେ, ଆଉ ସେହି ବିଷୟ ନେଇ ଅନେକ କେତୋଟି ଛୋଟ ଛୋଟ ବିଷୟ ନେଇ ଶୈତାନ ତାଙ୍କର ଶବ ଯେତେବେଳେ ସେ ମୃତ୍ୟୁବରଣ କଲେ, ତାଙ୍କର ଶବ ବିଷୟରେ ସେ କହୁଅଛନ୍ତି, ଏହି ଶବ ମୋହର, ଏହି ଶବ ମୋ ଗୋଷ୍ଠୀର, ମୋ ଅଧିକାରର, ମୁଁ ଏହାକୁ ଦେବି ନାହିଁ। କିନ୍ତୁ ଈଶ୍ୱର ତାଙ୍କରି ଦୂତ ମିଖାଏଲ ଦୂତଙ୍କ ଦ୍ୱାରା ସେହି ଶୈତାନଙ୍କ ସହିତ ମଧ୍ୟ ସେ ଯୁଦ୍ଧ କରିଥିଲେ ବା ତାଙ୍କ ସହିତ ସେ ତର୍କ କରିଥିଲେ। ପ୍ରିୟ ମାନେ ସେଇ ପ୍ରକାର ଭାବରେ ଆମମାନଙ୍କର ଜୀବନକୁ ନେଇ ଶୈତାନ ପ୍ରତି ମୁହୂର୍ତ୍ତ ମଧ୍ୟରେ ସେ ଛିଡା ହେଇଥାଏ। ଆମମାନଙ୍କର ଶବକୁ ନେଇ, ଆମମାନଙ୍କର ପ୍ରତ୍ୟେକ କାର୍ଯ୍ୟକୁ ନେଇ ସେ ଈଶ୍ୱରଙ୍କ ନିକଟରେ ସେ ଅଭିଯୋଗ କରିଥାଏ। ସେଇ ପ୍ରକାର ଶୈତାନଙ୍କର ସମ୍ମୁଖରେ ଆମମାନେ ପ୍ରତିଦିନ ଆମମାନେ ଜୀବନ କାଟିଥାଉ। ଆମମାନେ ସେଥିପାଇଁ ସେ ଜଣେ ମହାଯାଜକଙ୍କୁ, ଯେଉଁ ମହାଯାଜକଙ୍କୁ ଅଭିଯୋଗ କରୁଛନ୍ତି, ସେ ମଶାଙ୍କ ବିଷୟରେ ସେ ଅଭିଯୋଗ କରୁଅଛନ୍ତି। ଆମ୍ଭେମାନେ ତ ଜଗତର ଏକ ସାଧାରଣ ମନୁଷ୍ୟଠୁ ପ୍ରତି ମୁହୂର୍ତ୍ତରେ ଜଗତର ମୋହମାୟା ତାଙ୍କରି ଆଡ଼କୁ ଆମମାନଙ୍କୁ ଆକର୍ଷଣ କରିଥାଏ। ସେଥିପାଇଁ ମୋର ପ୍ରିୟ ମାନେ ଆମମାନେ କେୟାରଫୁଲ ଭାବରେ, ସଂଯତ ଭାବରେ ଆମମାନେ ଏହି ଜଗତ ମଧ୍ୟରେ ଆମମାନେ ଆଗକୁ ଆଗକୁ ଆମମାନେ ବଢିବାର ଆବଶ୍ୟକତା ରହିଅଛି। ତେବେ ଆଜି ଆମମାନେ ସେଇ ଝିଅଙ୍କ ବିଷୟରେ ଆମମାନେ ଅଧ୍ୟୟନ କରୁଛୁ। ଦୁଇ ପଦରେ ଆମମାନେ ଦେଖୁଥିଲୁ ସେହି ଦୂତ ସେଇ ଶୈତାନକୁ ସେ କହୁଅଛନ୍ତି, ସଦା ପ୍ରଭୁ ତୁମର ହିସାବ କିତାବ କରନ୍ତୁ, ସେ ହିଁ ତୁମକୁ ଧମକ ଦେବେ, ସେ ହିଁ ତୁମକୁ ବିତାଡ଼ିତ କରିବେ ବୋଲି ସେ ଏହି ସ୍ଥାନ ମଧ୍ୟରେ ଶୈତାନକୁ ସେ କହୁଅଛନ୍ତି। ଯେ ଜେରୁସାଲେମକୁ ମନୋନୀତ କରିଅଛନ୍ତି, ଯେ ଜେରୁସାଲେମ ଈଶ୍ୱରଙ୍କର ନଗର, ଏକ ଶାନ୍ତିର ନଗର ଅଟେ। ସେହି ନଗରକୁ ଯିଏ ମନୋନୀତ କରିଅଛନ୍ତି, ଜଣେ ମନୁଷ୍ୟଙ୍କର ଜୀବନ, ମନୁଷ୍ୟ ମଧ୍ୟ ଜଣେ ଶାନ୍ତିର ବ୍ୟକ୍ତି ଅଟେ, ଶାନ୍ତି କାରକ, ଶାନ୍ତିର ପାତ୍ର ଅଟେ। ପ୍ରଭୁ ସେହି ମନୁଷ୍ୟକୁ ସେ ମନୋନୀତ କରିଅଛନ୍ତି, ସେ ହିଁ ତୁମକୁ ଧମକ ଦିଅନ୍ତୁ। ଯେତେବେଳେ ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ଆମେ ଯେତେବେଳେ ହେଇଥାଉ, ପ୍ରଭୁ ଆମମାନଙ୍କୁ ମନୋନୀତ କରିଥାନ୍ତି। ଅନେକ ଜଗତ ମଧ୍ୟରେ ଅନେକ ଅଛନ୍ତି, କିନ୍ତୁ ଆମମାନେ ଅଳ୍ପ ମନୋନୀତ କରାଯାଇଅଛୁ। ମୋର ପ୍ରିୟ ମାନେ ସେହି ମନୋନୀତ ବ୍ୟକ୍ତି ପାଇଁ ସଦାପ୍ରଭୁ ଆପଣା ଦୂତଙ୍କ ଦ୍ୱାରା ସେ ପ୍ରତି ମୁହୂର୍ତ୍ତରେ ଶୈତାନ ସହିତ ସେ ଯୁଦ୍ଧ କରନ୍ତି। ସେ ଆମ୍ଭମାନଙ୍କ ବିଷୟରେ ସେ ଲୟର ଭାବରେ ସେ ଛିଡା ହୁଅନ୍ତି। ଲୟର ଯେପରି ଜଣେ ଦୋଷୀକୁ ନିର୍ଦ୍ଦୋଷ ଭାବରେ ପରିଗଣିତ କରିବା ପାଇଁ ସେ ଅନେକ କାଉଣ୍ଟର କରିଥାଏ, ଠିକ୍ ସେଇ ପ୍ରକାର ଆମମାନଙ୍କର ଏକ ଲୟର ନ୍ୟାୟ ପ୍ରଭୁ ଆମମାନଙ୍କର ଜୀବନ ବିଷୟରେ ସେ ଆମମାନଙ୍କୁ କ'ଣ କରନ୍ତି ନା ଆମମାନଙ୍କ ସମ୍ମୁଖରେ ସେ ଛିଡା ହୁଅନ୍ତି। ନା ଇଏ ହଉଛି ମୋହର ଜଣେ ପାଳକ, ଜଣେ ସେବକ, ଇଏ ହଉଛନ୍ତି ମୋହର ଦାସ। ଯଶବନ୍ତ ଆଜ୍ଞା ସେ ହୋଷ୍ଟ, ସେ ଗୋଟିଏ ଗ୍ରୁପ, ଗୋଟିଏ ସାରଣ ପ୍ରେୟାର ଗ୍ରୁପକୁ ସେ ଲିଡ୍ କରୁଥିଲେ, ପରିଚାଳନା କରୁଥିଲେ। ତାଙ୍କ ବିଷୟରେ ତୁମେ ଏଇ ପ୍ରକାର ଅଭିଯୋଗ କରୁଅଛ? କୁଳନାଥ ଏ ଜଣେ ଭଲ ୱାର୍ସିପର ଅଟନ୍ତି। ୱାର୍ସିପ କରିକି ଅନେକ ଲୋକମାନଙ୍କୁ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଉଥିଲେ। ତମେ ତାହା ବିଷୟରେ ଏ ପ୍ରକାର ଅଭିଯୋଗ କରୁଅଛ? ଏହି ପ୍ରକାର ଜଣେ ଲୟର ଭାବରେ
ଈଶ୍ୱର ଆମ୍ଭମାନଙ୍କ ବିଷୟରେ ସେ କଣ କରନ୍ତି ନା ଆମମାନଙ୍କ ବିଷୟରେ ସେ କଥା କହିଥାନ୍ତି, ଶୈତାନକୁ ସେ ପ୍ରତିରୋଧ କରିଥାନ୍ତି। ମୋର ପ୍ରିୟମାନେ, ତେବେ ଆଉ କଣ କହୁଛନ୍ତି ତାହା ମାନେ ଦେଖିବା। କି ପ୍ରକାର ଶବ୍ଦ ଗୋଟିଏ ସେ ଉଚ୍ଚାରଣ କରୁଅଛନ୍ତି, ଏ କି ଅଗ୍ନିରୁ କଢା ଖଣ୍ଡେ ପୋଡ ଖୁଣ୍ଟ ନୁହଁ। ମୋର ପ୍ରିୟମାନେ, ଏ କି ଅଗ୍ନିରୁ କଢା ଗୋଟିଏ ପୋଡ ଖୁଣ୍ଟ ନୁହଁ। ଈଶ୍ୱରଙ୍କର ରାଜ୍ୟ ମଧ୍ୟରେ ଆମମାନଙ୍କର ପରିଚୟ ଅଗ୍ନିରୁ କଢା ଯାଇଥିବା ଗୋଟିଏ ଗୋଟିଏ ପୋଡ ଖୁଣ୍ଟ ଅଟେ। ଅଗ୍ନି ଜଳୁଥିବ, ଅନେକ କାଠ ଗୁଡ଼ିକ ସେଇଠି ଦିଆଯାଇଥିବ, ସେଇ କାଠ ଦ୍ୱାରା ଅଗ୍ନି ଜଳୁଥିବ ଜଳୁଥିବ ଜଳୁଥିବ, ସବୁ କାଠ ସରିଗଲା ପରେ ହିଁ ଅଗ୍ନି ଲିଭିଯାଏ। କିନ୍ତୁ ଆପଣମାନେ ଅନୁଭବ କରିଥିବେ, ଦେଖିଥିବେ, ମା ମାନେ ରୋଷେଇ କରନ୍ତି, ଯେଉଁମାନେ କାଠରେ ରୋଷେଇ କରନ୍ତି, ସେମାନେ କାଠ ଜଳଉ ଜଳଉ ରୋଷେଇ କରୁ କରୁ କିଛି ଏମିତି କାଠ ଅଛି, ସେଇ କାଠ ଯେତେ ପୋଡେଇଲେ ମଧ୍ୟ ସେମାନେ ପୋଡନ୍ତି ନାହିଁ। କିଛି କିଛି ସେ ରହିଯାଆନ୍ତି, ଅଙ୍ଗାର ହେଇକି ରହିଯାଆନ୍ତି, କୋଇଲା ହେଇକି ରହିଯାଆନ୍ତି। ମୋର ପ୍ରିୟମାନେ, ସେ କାଠ ସବୁ ଜଳି ଜଳି ପାଉଁଶ ହେଇଗଲେ ତ ଗଲା, କିନ୍ତୁ ଯଦି ପୋଡ ଖଣ୍ଟ ହେଇକି ରହିଗଲା, ସେ ପୋଡ ଖଣ୍ଟର ନିତାନ୍ତ ଭାବରେ ଆଶା ରହିଅଛି ଯେ ଆଉ ସେ ପୁନର୍ବାର ସେଇ ପୋଡ ଖଣ୍ଟ ଜଳି ପାରିବ। ପ୍ରେଜ୍ ଦ ଲର୍ଡ। Praise the Lord. ଆପଣମାନେ Hello. ବିନ୍ଧାଣୀ ଯୋଉମାନେ ଲୁହା ବଜାନ୍ତି, ସେମାନେ ସବୁ ପୋଡିକି ପାଉଁଶ ହେଇଥିବା ପାଉଁଶ ପୁନର୍ବାର ଜଳେଇକି ସେମାନେ ଲୁହା ପ୍ରସ୍ତୁତ କରନ୍ତି ନାହିଁ। ସେମାନେ ଯୋଉ ଅଙ୍ଗାର ଗୁଡ଼ିକ ଅଗ୍ନିରେ ପୋଡ଼ି ହେଇ ନଥାଏ, ତାହା ସେମାନେ ସଂଗ୍ରହ କରିକି ରଖିଥାନ୍ତି। ଆଉ ସେଇ କୋଇଲା ପକେଇ ସେଇ ପୋଡ଼ ଖୁଣ୍ଟ ଗୁଡ଼ିକ ସେମାନେ ପୁନର୍ବାର ଜଳେ ତହିଁରୁ ସେମାନେ ଲୁହାକୁ ଗରମ କରିଥାନ୍ତି ଏବଂ ସୁନ୍ଦର ସୁନ୍ଦର ରୂପ ଦେଇ କୌଣସି ନା କୌଣସି ଏକ ଅସ୍ତ୍ର ଭାବରେ ସେ ପ୍ରସ୍ତୁତ କରିଥାନ୍ତି। Amen. ଈଶ୍ୱର ମହାଯାଜକଙ୍କ ବିଷୟରେ କୁହନ୍ତି, ଏ ଜଣେ ସାଧାରଣ ମନୁଷ୍ୟ ନୁହଁ, ଏ ଜଣେ ଅନେକ କାଷ୍ଟ, ଅନେକ ଅଗ୍ନିରେ ଦଗ୍ଧ ହେଇ 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 ଅଗ୍ନିରେ ଦଗ୍ଧ ହୋଇ ପାରିନଥିବା ପୋଡ଼ ଖଣ୍ଟ ଅଟେ। Hallelujah. ଜୀବନରେ Lord. ଜୀବନରେ ଅନେକ Lord. ଦୁଃଖ ଆସିଥାଏ, ଜୀବନରେ ଅନେକ ହତାଶମୟ ପରିସ୍ଥିତି ଆସିଥାଏ। ଆଉ ସେଇ ହତାଶମୟ ରୋଗ ସମସ୍ୟା ଓ ବିଭିନ୍ନ ପ୍ରକାର ପରିସ୍ଥିତି, ସାହାଣୀ ଆଜ୍ଞା ଜାଣିଛନ୍ତି, ମୋର ସେବା କାର୍ଯ୍ୟର ବାଧାବିଘ୍ନ ସେ ଜାଣିଛନ୍ତି। ଦୀର୍ଘ 2 ବର୍ଷ ପରେ ମଧ୍ୟ ମୋର ମୁଖ ସତେଜର ସହିତ ଈଶ୍ୱରଙ୍କର ସେବା କାର୍ଯ୍ୟ କରୁଛି। Praise the Lord. Praise the Lord. Hallelujah. ସାହାଣୀ ଆଜ୍ଞା, Lord. ସେଥିପାଇଁ ମୁଁ ବେଶୀ ଗର୍ବିତ ଅଟେ। ମୋର ଈଶ୍ୱର ମତେ ପୋଡ଼ିବା ପାଇଁ ଦେଇନାହାନ୍ତି, ମତେ ପୋଡ଼ି ପୋଡ଼ି ପାଉଁଶ ହେବା ପାଇଁ ଦେଇନାହାନ୍ତି। Amen. Praise ଆଜି the ମଧ୍ୟ Lord. Hallelujah. Praise the ଭାବରେ Lord. ଗୋଟିଏ କୋଇଲା ରଖିଅଛନ୍ତି। ସେଇ କୋଇଲାକୁ ଯେତେବେଳେ ଆପଣ ନିଆଁ ଲଗାଇବେ ସେ ଜଳି ପାରିବେ। ପ୍ରାଇଜ୍ ଦ Praise the ଲର୍ଡ। Lord. Yes. Praise ସେଇ the Lord. ଜୀବନରେ ଅନେକ ଦୁଃଖ ଆସେ, ଅନେକ କଷ୍ଟ ଆସେ, ଅନେକ ହତାଶମୟ ଜୀବନ, ଅନେକ ପରିସ୍ଥିତି ଆସେ। ମୋର ପ୍ରିୟମାନେ, ଯଦି ଆମ୍ଭମାନଙ୍କର ଶରୀର ମଧ୍ୟରେ ଈଶ୍ୱରଙ୍କ ଦେଇଥିବା ଦାନର ଜୀବନ ରହିଅଛି, ତେବେ ଆମମାନେ ପୁନର୍ବାର ଜଳି ପାରିବା। Amen. Praise the Lord. Praise the Lord. Yes. ପରିସ୍ଥିତିରେ ଆମମାନେ ନିକ୍ଷେପ ହେବା ନାହିଁ। ସେଇ ପ୍ରକାର ଭାବରେ ପ୍ରଭୁ ଯୀହୋଶୁଆ ମହାଯାଜକଙ୍କ ବିଷୟରେ କୁହନ୍ତି, ଏ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ଯାହାଙ୍କ ବିଷୟରେ ତୁମେ ଅଭିଯୋଗ କରୁଅଛ, ଯାହାଙ୍କ ବିଷୟରେ ତୁମେ ଅନେକ ଲିଷ୍ଟ ନେଇ ଆସିଅଛ। ସେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଜଣେ ପୋଡ଼ ଖୁଣ୍ଟ ଅଟନ୍ତି। ମାନେ ଅଗ୍ନିରେ ଯେପରି
ସଦ୍ରକ ମୟସକ ଅବେଦନକ ତାହାକୁ ଯେତିକି ଅଗ୍ନି ଜଳୁଥିଲା ତାହାକୁ 770 ଗୁଣ କରାଗଲା ଏବଂ ସେମାନଙ୍କୁ ସେହି ନିଆଁରେ ପକାଗଲା। ଯେହେତୁ ସେମାନେ ପକେଇଲେ ମଧ୍ୟ ଆଉ ସେମାନେ ସେଇ ସ୍ଥାନରେ ଜଳି ପାରିଲେ ନାହିଁ। ପୁନର୍ବାର ସେମାନେ ଏକ ଜଳିଲେ ଯାହା ଜଳିବାର ଆବଶ୍ୟକ ଥିଲା ତାହା ଜଳିଗଲା। କିନ୍ତୁ ଯେତେବେଳେ ବାହାରୁଛନ୍ତି ସେମାନେ ସେଇ ଅଗ୍ନି ଜଳାଇ ନ ପାରିଥିବା ଜଣେ ଜଣେ ପୋଡ଼ ଖଣ୍ଟ ଭାବରେ ବାହାରୁଛନ୍ତି। ଆମମାନଙ୍କର ଜଗତ ମଧ୍ୟରେ ଆମମାନେ ରହିଅଛୁ। ଆମମାନେ ସଦ୍ରକ ମୟସକ ଅବେଦନକ ନ୍ୟାୟ ଆମମାନେ ଏକ ପୋଡ଼ ଖଣ୍ଟ ପୋଡ଼ା ନ ହୋଇଥିବା ଖଣ୍ଟ ସଦୃଶ୍ୟ ଗୋଟେ ଗୋଟେ କୋଇଲା ଦାନା ସଦୃଶ୍ୟ ଏଇ ଜଗତ ମଧ୍ୟରେ ଆମେ ରହିଅଛୁ। ଆଉ ସେଥିପାଇଁ ମୋର ପ୍ରିୟ ମାନେ ଏହି ନୂତନ ବର୍ଷରେ ଏହି ବାକ୍ୟ ଦ୍ୱାରା ମୁଁ ଉତ୍ସାହିତ କରିବା ପାଇଁ ଚାହେଁ। ଆମମାନେ ଜଗତର ପରିସ୍ଥିତି ଆମମାନଙ୍କୁ ପୁନର୍ବାର ଆମମାନଙ୍କୁ ପୋଡ଼େଇ ଆମମାନଙ୍କୁ ଜଳେଇ ପାଉଁଶ କରିପାରିବ ନାହିଁ, ଯେହେତୁ ଆମମାନଙ୍କର ପରମେଶ୍ୱର ଆମ ସମ୍ମୁଖରେ ରହିଅଛନ୍ତି। ସେଥିପାଇଁ ତଳ ପଦରେ ଆମେ 3 ପଦରେ ଦେଖୁଛୁ, ଏହି ସମୟରେ ଜିହୋଶ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ। ଦେଖନ୍ତୁ, ଜିହୋଶଙ୍କର ଗୋଟିଏ ଛୋଟ ଦୁର୍ବଳତା ରହିଥିଲା। ସେଇ ଦୁର୍ବଳତାକୁ ସେ ଆଖି ଆଗରେ ରଖି ସେ କଣ କରିଥିଲେ ନା ଅଭିଯୋଗ ନେଇ ଆସିଥିଲେ। ଆଉ ସେ ମଳିନ ବସ୍ତ୍ର ଯଦି କୌଣସି ଛୋଟ ବଡ଼ ଦୁର୍ବଳତା ଦ୍ୱାରା ଯଦି ଆଜି ଆମମାନେ ଶୈତାନ ଦ୍ୱାରା କିଛି ଅଭିଯୋଗର ବ୍ୟକ୍ତି ଭାବରେ ଯଦି ଆମମାନେ ଛିଡ଼ା ହେଇଛୁ, କାଠଗଡ଼ାରେ ଯଦି ଆମମାନେ ଛିଡ଼ା ହେଇଛୁ, କିନ୍ତୁ ଆମମାନଙ୍କୁ ନିର୍ଦ୍ଦୋଷ ଏବଂ ଧାର୍ମିକ ସାବ୍ୟସ୍ତ କରିବା ପାଇଁ ଆମମାନଙ୍କ ସମ୍ମୁଖରେ ଆମ୍ଭମାନଙ୍କର ଈଶ୍ୱର ରହିଅଛନ୍ତି। ଈଶ୍ୱରଙ୍କର ଦୂତମାନେ ରହିଅଛନ୍ତି। ଆଉ 4 ପଦରେ ଆମେ ଦେଖୁଛୁ, ଏଥିରେ ଦୂତ ଆପଣା ସମ୍ମୁଖରେ ଠିଆ ହୋଇଥିବା ଲୋକମାନଙ୍କୁ ଏହି କଥା କହିଲେ, ଏହାଙ୍କ ଠାରୁ ମଳିନ ବସ୍ତ୍ର କାଢି ନିଅ। ପୁଣି ତାଙ୍କୁ ସେ କହିଲେ, ଦେଖ, ଆମ୍ଭେ ତୁମର ଅଧର୍ମ ତୁମ ଠାରୁ ଦୂର କରାଇଲୁ ଓ ଆମ୍ଭେ ତୁମକୁ ବହୁମୂଲ୍ୟ ବସ୍ତ୍ର ପିନ୍ଧାଇବା। ସେଇ ଛୋଟ ଯଦି କୌଣସି ଅବହେଳା, ଯଦି କୌଣସି ଭୁଲବଶତଃ ଗୋଟିଏ ଦିନ ଆମେ ପ୍ରାର୍ଥନା କରିନାହୁଁ, କିମ୍ବା କୌଣସି ବ୍ୟକ୍ତି ଆମକୁ ପ୍ରାର୍ଥନା କରିବା ପାଇଁ ଡାକି ଅଛନ୍ତି, ସେହି ସ୍ଥାନରେ ପହଞ୍ଚି ପାରିନାହୁଁ, କିମ୍ବା କୌଣସି ବିଷୟରେ ଆମେ ଅବହେଳା କରିଅଛୁ, ଏଇ ଛୋଟ ଛୋଟ ଯଦି କୌଣସି ଦୁର୍ବଳତା ରହିଅଛି, ପାପ ରହିଅଛି, ପ୍ରଭୁ ସେଇ ପାପକୁ ଆମ୍ଭମାନଙ୍କ ଠାରୁ ଏହି ଆମମାନଙ୍କ ଜୀବନ ମଧ୍ୟରେ ଏହି ବର୍ଷ ସେ ଗଣନା କରିବେ ନାହିଁ, ବରଂ ସେଇ ମଇଳା ବସ୍ତ୍ରକୁ ସେ ଓହ୍ଲାଇ ଦେବେ ଏବଂ ଏକ ନୂତନ ଏକ ବହୁମୂଲ୍ୟ ବସ୍ତ୍ର ଆମମାନଙ୍କୁ ଦେବେ। ଯେଉଁ ବସ୍ତ୍ର ପରିଧାନ କରି ଆମମାନେ ଈଶ୍ୱରଙ୍କ ରାଜ୍ୟରେ ଆମମାନେ ଆଗକୁ ଆମମାନେ ବଢି ପାରିବା। ମୋର ପ୍ରିୟ ମାନେ, ଆଉ ଗୋଟିଏ ବିଷୟ ମୁଁ କହିବା ପାଇଁ ଚାହେଁ। ହୋସେୟ ପୁସ୍ତକ 7:8 ମଧ୍ୟରେ ଲେଖାଯାଏ, ଇଫ୍ରାଇମ ଜଣେ ଛଳନାର ବ୍ୟକ୍ତି ଥିଲେ। ସେ ଅନୁତାପ କରୁଥିଲେ, ଆଉ ପରେ ସେ ଲିପ୍ତ ରହୁଥିଲେ। ତାଙ୍କ ବିଷୟରେ ଈଶ୍ୱର କୁହନ୍ତି, ଇଏ ଜଣେ ଲେଉଟା ନ ହୋଇଥିବା ପିଷ୍ଟକ ବୋଲି। ଯେତେବେଳେ ଆମର ମା ମାନେ ରୁଟି, ପରଟା କିମ୍ବା ପିଠା ବନାନ୍ତି, ସେମାନେ ତାୱାରେ ଆଉ ସେମାନେ 2 ସାଇଡରେ ପାକ କରନ୍ତି। କିନ୍ତୁ ଏହି ଇଫ୍ରାଇମ ବିଷୟରେ ପ୍ରଭୁ କହୁଅଛନ୍ତି, ଏ ଜଣେ ଲେଉଟା ନ ହୋଇଥିବା ପିଷ୍ଟକ, ଉଲ୍ଟେଇ ନଥିବା, ଏପଟେ ସେପଟେ ତାୱାରେ ଉଲ୍ଟେଇ ନଥିବା ପିଠା ଏ ବ୍ୟକ୍ତି। ମୋର ପ୍ରିୟ ମାନେ, ଆମମାନେ ସେଇ ଇଫ୍ରାଇମ ପରି ବ୍ୟକ୍ତି ଆମମାନେ ନହୁଁ। ଯଦି ଆମମାନେ এই ଜଗତ ମଧ୍ୟରେ ଅନୁତାପ ବିନା ଏବଂ ଈଶ୍ୱରଙ୍କର ଦର୍ଶନ ବିନା ଯଦି ଆମେ ଚାଲିବା, ତେବେ ଛୋଟ ଛୋଟ ଦୁର୍ବଳତା ଗୁଡ଼ିକ ଆମ ଜୀବନ ମଧ୍ୟକୁ ଆସିଯାଏ। ସେଥିପାଇଁ ଆମମାନେ ଜଣେ ମହାଯାଜକ ନ୍ୟାୟ, ଆମମାନେ ଈଶ୍ୱରଙ୍କର
ଜଣେ ମନୋନୀତ ପାତ୍ର ଭାବରେ, ଉତ୍ତରାଧିକାରୀ ଭାବରେ, ସେବକ ସେବିକା ଭାବରେ ଯେତେବେଳେ ଆମମାନେ ଜୁମ୍ରେ ହେଉ କିମ୍ବା କୌଣସି ସେବା କାର୍ଯ୍ୟରେ ହେଉ, ଯେତେବେଳେ ଆମମାନେ ବିଶ୍ୱସ୍ତ ସହକାରେ ଆମମାନେ ସମର୍ପଣର ସହିତ ଆମମାନେ ଯେତେବେଳେ ଚାଲିଥାଉ, ପ୍ରଭୁ ଆମ୍ଭମାନଙ୍କ ବିଷୟରେ କୁହନ୍ତି, ଇଏ ହେଉଛନ୍ତି ଅନେକ ନିନ୍ଦା ତାଡ଼ନା ଅଭାବ ନୈରାଶ୍ୟତା ରୋଗ ଶୋକ ପରିସ୍ଥିତି ମଧ୍ୟରେ ମଧ୍ୟ ସେ କ'ଣ କରିଅଛନ୍ତି ନା ପୋଡ଼ି ହେଇନାହାନ୍ତି, ଆଉ ସେ ପୋଡ଼ା ହେଇନଥିବା କଣ୍ଠ ସଦୃଶ୍ୟ ସେ ସାହସର ସହିତ ରହିଅଛନ୍ତି। ଜୀବନରେ ଅନେକ ଦୁଃଖ ଆସେ। ଆଇବ ଜଣେ କୁକ୍ରିୟା ତ୍ୟାଗୀ, ସେ ଜଣେ ଈଶ୍ୱରଙ୍କର ଦାସ ଭକ୍ତ ଭାବରେ ସେ ରହିଥିଲେ, ଆଉ ତାଙ୍କ ସେ ଅନେକ ଜୀବନରେ ଦୁଃଖ ବତାସ ବହି ଆସିଲା। ତାଙ୍କର ଶରୀର ମଧ୍ୟରେ ଅନେକ ଘାରେ ଭର୍ତ୍ତି ହେଲା, ଆଉ ଶରୀର ନଷ୍ଟ ହେଲା। ସେଇ ବ୍ୟକ୍ତି କହୁଅଛନ୍ତି, ସେଇ ବ୍ୟକ୍ତି ଆଇବ 19:26 କହୁଅଛନ୍ତି, ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲେ ହେ ମାଂସ ବିହୀନ ହୋଇ ପରମେଶ୍ୱରଙ୍କୁ ମୁଁ ଦେଖିବି, ଦର୍ଶନ କରିବି। ମୋହର ଚର୍ମ ନ ରହୁ, ମୋହର ମାଂସ ବି ନ ରହୁ, ମୋର ହାଡ଼ ବି ନ ରହୁ, ମୋହର କେବଳ ଈଶ୍ୱର ଦେଇଥିବା ସେହି ଜୀବନ ରହୁ। ସେହି ଜୀବନ ଦ୍ୱାରା ମୁଁ ଈଶ୍ୱରଙ୍କୁ ଦେଖିବି, ଈଶ୍ୱରଙ୍କୁ ସାକ୍ଷାତ ଏହି ବିଷୟ ସେ ରହିଥିଲା। ମୋର ପ୍ରିୟମାନେ, ସେହି ଜୀବନ ଗୋଟିଏ ଗୋଟିଏ ପୋଡ଼ ଘଣ୍ଟ ସଦୃଶ୍ୟ ଅଟେ। ସେଥିପାଇଁ ଆମମାନେ ଆଗକୁ ଆମମାନେ ବଢିବାର ଆବଶ୍ୟକତା ରହିଅଛି। ଯେହେତୁ ଜଗତରେ ଆମ୍ଭମାନଙ୍କ ବିଷୟରେ ଛିଡ଼ା ହେବା ପାଇଁ ଆଉ ମଶାଙ୍କ ସବୁ ବିଷୟରେ ଅଭିଯୋଗ କରିବା ପାଇଁ ଶୈତାନ ରହିଅଛନ୍ତି, ଏବଂ ଆମମାନଙ୍କ ବିଷୟରେ ଅଭିଯୋଗ କରିବା ପାଇଁ ସାଧୁକୀମାନେ ରହିଅଛନ୍ତି। ମାର୍କ ପୁସ୍ତକ 7:3-5 ମଧ୍ୟରେ ଯେତେବେଳେ ଆମେ ଦେଖିବା, ଆଉ ସେଠାରେ ଫାରୁସୀ ମାନେ ଶିଷ୍ୟମାନଙ୍କ ବିଷୟରେ କହୁଅଛନ୍ତି, ଏମାନେ ହାତ ନ ଧୋଇ ଭୋଜନ କରୁଛନ୍ତି। ମୋର ପ୍ରିୟମାନେ, ସେମାନେ ତ ନିଜ ପେଟକୁ ନିଜ ହାତରେ ଖାଉଛନ୍ତି, କିନ୍ତୁ ଯେହେତୁ ବ୍ୟବସ୍ଥାରେ ଲେଖାଯାଏ, ବାକ୍ୟରେ ଅଛି, ଏମାନେ ହାତ ନ ଧୋଇକି ଖାଉଛନ୍ତି। ଏ ପ୍ରକାର ଯେଉଁ ବିଷୟ ଅଭିଯୋଗ କରିବା କଥା ନୁହଁ, ସେଇ ପ୍ରକାର ଅଭିଯୋଗ ଗୁଡ଼ିକ ଆସିଥାଏ। ବିଶ୍ୱାସୀ ଭାବରେ ବସିଥିବା ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ଆଉ ଏହି ବାର୍ତ୍ତା ଦେଇ ମୁଁ କହିବା ପାଇଁ ଚାହେଁ, ଚେତନା ଦେବା ପାଇଁ ଚାହେଁ, କେୟାରଫୁଲ। ପ୍ରଭୁଙ୍କର ଲୋକମାନଙ୍କ ବିଷୟରେ ଏ ପ୍ରକାର ଅଭିଯୋଗ କରିବା ଏହା ଯୁକ୍ତିଯୁକ୍ତ ନୁହଁ। ସାଧୁକୀ ମାନେ ସେମାନେ ଅଭିଯୋଗ କରନ୍ତି। ବର୍ତ୍ତମାନର ମଣ୍ଡଳୀରେ ଅନେକ ପାଳକ ମାନଙ୍କ ବିଷୟରେ, ଆମ ପାଳକ ଏମିତି, ସେ ପାଳକ ସେମିତି, ଏ ପ୍ରକାର ଭାବରେ ଚର୍ଚ୍ଚା କରନ୍ତି। ଏହା ଚର୍ଚ୍ଚା ନୁହଁ, ଏହା ଗୋଟିଏ ଗୋଟିଏ ଅଭିଯୋଗ ଅଟେ। ସେଥିପାଇଁ ମୋର ପ୍ରିୟମାନେ, ଏହି ଚର୍ଚ୍ଚା ଠାରୁ ଆମମାନେ ସମ୍ପୂର୍ଣ୍ଣ ବିମୁଖ ହେବାର ବିଷୟ ରହିଅଛି। ଯାତ୍ରା ଏଜ୍ରା 9:15 ମଧ୍ୟରେ ଯଦି ଆମମାନେ ଦେଖିବା, ସେଠାରେ ନିଜ ଦେଶରୁ ଦୋଷୀ ହୋଇ ନିଜ ଦେଶରେ ହିଁ ଦୋଷର ହିଁ ଦୋଷୀ ହେଇଥାଉ। ଆମେ ଛୋଟ ଛୋଟ ବିଷୟ ଦ୍ୱାରା ଆମମାନେ ଦୋଷୀ ହେଇଥାଉ। ସେଥିପାଇଁ ଆମମାନେ ସେବକ ସେବିକା ଗଣ ମଧ୍ୟ, ଈଶ୍ୱରଙ୍କର ସନ୍ତାନ ସନ୍ତତି ଗଣ ମଧ୍ୟ ଆମମାନେ ସମ୍ପୂର୍ଣ୍ଣ ସଚେତନ ରହିବାର ଆବଶ୍ୟକତା ରହିଛି। ଆମମାନେ ନିଜ ଦୋଷରୁ ହିଁ ନିଜେ ଦୋଷୀ ହୋଇଥାଉ। ଆମମାନଙ୍କୁ କେହି ଜଣେ ଆସିକି ଦୋଷୀ କରାଇ ନଥାଏ। ଲୋଭ କରିବା ଦ୍ୱାରା ଆମମାନେ ଦୋଷୀ ହେଇଥାଉ। ଚାହୁଁ ବିଶ୍ୱାସୀ ହଉ କିମ୍ବା ପାଳକ ହଉ କିମ୍ବା ସେବକ ହଉ, ଯେତେବେଳେ ଆମମାନେ ଅତିଶୟ ଲାଳସମୟ ଜୀବନ ହେଇଥାଏ, ଆମମାନଙ୍କ ଜୀବନ ମଧ୍ୟରେ ଦୋଷୀ ବା ପାପ ପ୍ରବେଶ କରିଥାଏ। ସେଥିପାଇଁ
ଏଜ୍ରା 9:15 ମଧ୍ୟରେ ଲେଖାଯାଏ, ନିଜ ଦୋଷରୁ ଦୋଷୀ ହୋଇଥାଉ ଆମମାନେ ଗର୍ବୀ, ଅହଙ୍କାରୀ, ଲୋଭୀ, ପାପୀ, ଛଳନାକାରୀ ଇତ୍ୟାଦି ଇତ୍ୟାଦି ବିଷୟ। ସେଥିପାଇଁ ଆମମାନେ ଏଇ ବର୍ଷ ଆମମାନେ ଜାଗ୍ରତ ହେବାର ଆବଶ୍ୟକତା ରହିଛି ଯେ ମୁଁ ଯେପରି ନିଜ ଦୋଷରୁ ପ୍ରଭୁ ନିଜ ଦୋଷରୁ ଦୋଷୀ ହେବା ପାଇଁ ପ୍ରଭୁ ମୋତେ ଆହ୍ୱାନ କରିନାହାନ୍ତି, ତାଙ୍କର ପରିଚୟ ଦେଇନାହାନ୍ତି। ଆମମାନଙ୍କୁ ଓ ତାଙ୍କୁ ପ୍ରଶଂସା କରିବା ପାଇଁ, ତାଙ୍କୁ ଆରାଧନା କରିବା ପାଇଁ, ତାଙ୍କର ସେବା କରିବା ପାଇଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିଅଛନ୍ତି। ସେହି ବିଷୟ ଆମମାନେ ଆମ ଜୀବନ ମଧ୍ୟରେ ସ୍ମରଣ କରି ଯେତେବେଳେ ଆମମାନେ ଚାଲିଥାଉ, ତେବେ ଆମ ବିଷୟରେ ଫାରୁସୀ ମାନେ ଅଭିଯୋଗ କରନ୍ତୁ କିମ୍ବା ଶୈତାନ ଅଭିଯୋଗ କରୁ, କିଛି ପରବା ନାହିଁ, ଯେହେତୁ ମୋ ସମ୍ମୁଖରେ ଈଶ୍ୱରଙ୍କର ଦୂତ ରହିଅଛନ୍ତି, ମୋର ଚତୁଃପାର୍ଶ୍ୱ ମଧ୍ୟରେ ଈଶ୍ୱରଙ୍କର ଦୂତ ରହିଅଛନ୍ତି। ଈଶ୍ୱର ସ୍ୱୟଂ ନିଜେ ସେ ମୋ ସହିତ, ଆମ୍ଭ ସହିତ ରହିଅଛନ୍ତି। ସେ କେବେ ହେଲେ ମଧ୍ୟ ଆମମାନଙ୍କୁ ମଳିନ ବସ୍ତ୍ର ପିନ୍ଧିକି ରହିବା ପାଇଁ ଦେବେ ନାହିଁ ମୋର ପ୍ରିୟ ମାନେ। ଯଦି ଲୁକ 15 ଅଧ୍ୟାୟରେ ଆମେ ଦେଖୁଛୁ, ଅପବ୍ୟ ପୁତ୍ର ସେ ପିତାଙ୍କ ଠାରୁ କିଛି କ୍ଷଣ ବାହାରି ଗଲା ପରେ ତାଙ୍କର ଜୀବନ ଏକ କଳୁଷିତମୟ ଜୀବନ ହେଲା, ତାଙ୍କର ବସ୍ତ୍ର ମଳିନ ହେଇଗଲା। ଯେତେବେଳେ ସେ ଅନୁତାପ କରି ପିତାଙ୍କ ନିକଟକୁ ଆସୁଅଛନ୍ତି, ପ୍ରଭୁ ତାହାଙ୍କୁ ସେ ଦୂରରୁ ସେ ଦେଖିକି ସେ ଚିହ୍ନି ପାରୁଛନ୍ତି ଏବଂ ଦୂରରୁ ଯାଇ ସେ ଆଲିଙ୍ଗନ କରୁଅଛନ୍ତି ଏବଂ ସେ କହୁଅଛନ୍ତି, ଏହାଙ୍କର ବସ୍ତ୍ର, ମଳିନ ବସ୍ତ୍ର କାଢି ଦିଅ, ଏକ ନୂତନ ବସ୍ତ୍ର, ବହୁମୂଲ୍ୟ ବସ୍ତ୍ର, ଏକ ସୁନ୍ଦର ବସ୍ତ୍ର ଏହାକୁ ପିନ୍ଧେଇ ଦିଅ, ଏହାକୁ ହସ୍ତରେ ମୁଦ୍ରିକା ପିନ୍ଧାଅ। ଯେହେତୁ ଇଏ ହଉଛି ମୋହର ସନ୍ତାନ, ଇଏ ହଉଛି ମୋହର ଉତ୍ତରାଧିକାରୀ, ଇଏ ହଜି ଯାଇଥିଲା, ଇଏ ପୁନର୍ବାର ମିଳିଗଲା, ଇଏ ଅବ୍ରାହ୍ମଙ୍କର ସନ୍ତାନ, ଇଏ ଜଣେ ସ୍ୱର୍ଗର ପ୍ରଜା। ମୋର ପ୍ରିୟ ମାନେ, ସେଇ ପ୍ରକାର ଭାବରେ ପ୍ରଭୁ ଆମମାନଙ୍କୁ ଆପଣାର କରନ୍ତି। ସେଥିପାଇଁ ଆସୁ ଆମମାନେ ଗୋଟିଏ ମିନିଟ ପାଇଁ ଆମର ଚକ୍ଷୁ ବନ୍ଦ କରିବା ଏବଂ ସମସ୍ତେ ଆମର ଅନମ୍ୟୁଟ କରିବା ଏବଂ ସମସ୍ତେ ଆମମାନେ ଆଜିର ବାକ୍ୟ ଆମମାନେ ମନେ ପକେଇବା। ଜିହୋଶୁଆ ମହାଯାଜକଙ୍କ ବିଷୟରେ ଯଦି ଏହି ପ୍ରକାର ଅଭିଯୋଗ ରହିଅଛି, ତେବେ ମୋ ବିଷୟରେ କଣ ଅଭିଯୋଗ ରହିଅଛି ତାହା ଆମମାନେ ମନେ ପକେଇବା। ନିତାନ୍ତ ଭାବରେ ଆମମାନଙ୍କ ବିଷୟରେ ମଧ୍ୟ ସେ ଅଭିଯୋଗ କରୁଥିବେ। ଆଇବ ପରି ସଦ୍ଭକ୍ତଙ୍କ ଜୀବନ ମଧ୍ୟରେ ଯଦି ଶୈତାନ ଅଭିଯୋଗ କରିଥିଲେ, ମୋ ପ୍ରତି ମଧ୍ୟ ସେ ନିତାନ୍ତ ଭାବରେ ସେ ଅଭିଯୋଗ କରୁଥିବେ। ସେଥିପାଇଁ ଆମମାନେ ନିଜକୁ ଗୋଟିଏ ପଡ଼ଘଣ୍ଟ ସଦୃଶ ଆମମାନେ ନିଜକୁ ପ୍ରସ୍ତୁତ କରିବା ଏବଂ ନିଷ୍ପତ୍ତି ନେବା, ଏ ବର୍ଷ ମୁଁ ଈଶ୍ୱରଙ୍କ ନିମନ୍ତେ ମୁଁ ବଞ୍ଚିବି, ଈଶ୍ୱରଙ୍କୁ ମୁଁ ମୋର ସମସ୍ତ ମନ, ସମସ୍ତ ପ୍ରାଣ, ସମସ୍ତ ଅନ୍ତଃକରଣ ଦେଇ ସେବା କରିବି, ଆଉ ତାଙ୍କ ବ୍ୟତୀତ ଆଉ କୌଣସି ବିଷୟରେ ମୁଁ ଝୁଣ୍ଟି ପଡିବି ନାହିଁ, ଦୁର୍ବଳତା ମଧ୍ୟରେ ମୁଁ ନାହିଁ। ଯଦି ଏଇ ପ୍ରକାର ଭାବରେ ଯଦି ମୁଁ ଚାଲିଥିବି, ତେବେ ମୋ ବିଷୟରେ ମୁଁ ଛିଡା ହେବି ନାହିଁ, ମୁଁ ତ ଦେବାକୁ ପଡିବ ନାହିଁ, ମୋ ବିଷୟରେ ଈଶ୍ୱର ସେ ଉତ୍ତର ଦେବେ, ଈଶ୍ୱର ସେ ଧମକ ଦେବେ, ଓ ଆମମାନଙ୍କୁ ନିର୍ମାଣ କରିଥିବା ଈଶ୍ୱର ଶୈତାନକୁ ସେ ଧମକ ଦେବେ। এই সংক্ষিপ্ত আলোচনা দ্বারা প্রভু আমাকে প্রত্যেকଙ୍କ আশীর্বাদ করুন। ସମସ୍ତେ ଆମେ ଚକ୍ଷୁ ବନ୍ଦ କରିବା ଏବଂ ଗୋଟିଏ ମିନିଟ ଆମେ ସମସ୍ତେ ନିଜକୁ ଆମେ ସମୀକ୍ଷା କରୁ ଏଇ 2024 ମସିହା ଓ 24 ଦିନ ବିତି ଯାଇଅଛି ଓ ଆଉ ଅନେକ ଦିନ ବାକି ରହିଅଛି। ସେଇ ଦିନରେ ବଞ୍ଚିଥିବା ସମୟରେ ଈଶ୍ୱରଙ୍କ ପାଇଁ ଆମେ ନିଷ୍ପତ୍ତି ମୂଳକ ଭାବରେ ଈଶ୍ୱରଙ୍କ ଠାରେ ସମସ୍ତେ ଆମେ ଅନମ୍ୟୁଟ କରିବା ଏବଂ ପ୍ରଭୁଙ୍କ ଠାରେ Hallelujah. କରିବା। Thank you, Jesus. Yes, Yes, Lord. Hallelujah. 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 Hallelujah.